ସେଇଠୁ କାଲି ମୋ ଦେଇକି କାଲି 10,000 ଦେଇ ସାରିଲା ପୂର୍ବରୁ ସେମାନେ ସେଥିପାଇଁ ଛାଡ଼ିଲେ। ଆଉ ଯେଉଁ ଆମ ଦେଇକି ରଖିଥିଲେ, ଅଟକ ରଖିଥିଲେ। ରଖିଥିଲେ, ଯଦି ପଇସା ଯଦି ନ ଦେଇଥାନ୍ତ ଜାଣିଥାନ୍ତ କାଲି ଆମକୁ ଛାଡ଼ି ନଥାନ୍ତେ। ଯୋଉଠି ଝିଅକୁ ଯୋଉଠି ବେଶ୍ୟା କତୁରୁ କହିଲା ଭଳିଆ ବେଦି ଛିଣ୍ଡାଳି କତୁରୁ ଯାହା ନାହିଁ ତା ଭାଷାର ଗାଳି ଗୁଲଜ କଲେ, ଅସଭ୍ୟ ଭାଷାରେ ଗାଳି ଗୁଲଜ କଲେ, ମହିଳାମାନେ ବି ଗାଳି ଦେଲେ, ତାପରେ ବି ପୁରୁଷମାନେ ବି ଯୋଉ ଦେଖୁଥିଲେ ସେମାନେ ଗାଳି ଦଉଛନ୍ତି, ସମସ୍ତେ ବି ଭିଡ଼ିଓ କରୁଛନ୍ତି। କିଛି ତାଙ୍କୁ ଜୋରିମନା ଆକାରରେ ଆମର ଯେ ଏମ୍ବିକେ ଅଛନ୍ତି ତାଙ୍କ ଉପରେ ଆମ ସମସ୍ତଙ୍କ ସହମତି କର୍ମେ କହିଥିଲେ କିଛି ଆମେ ଫାଇନ୍ ଆକାରରେ ଆଦାୟ କଲେ କି ସେ ଟିକେ ଜରିବେ ଡରିବେ, ଆଗକୁ ସେ ବେପାର କରିବେ ନାହିଁ। ଦେଖନ୍ତୁ, ସୀମା ଟପିଲା ମହିଳାମାନଙ୍କ ବର୍ବରତା। ଆଇନକୁ ହାତକୁ ନେଲେ। ଜଣେ ଯୁବତୀକୁ ମଦ ବିକୁଥିବା ଅଭିଯୋଗରେ ଗାଁ ଦାଣ୍ଡରେ ଅକଥନୀୟ ନିର୍ଯାତନା ଦେଲେ, ଏମିତିକି ତାଙ୍କ ଘରକୁ ମଧ୍ୟ ଭଙ୍ଗାରୁଜା କଲେ। ଆଉ ଏଇ ଘଟଣାରେ ଯୁବତୀଙ୍କ ବାପାଙ୍କୁ ମଧ୍ୟ ଅକଥନୀୟ ନିର୍ଯାତନା ଦେଇଥିଲେ। କଙ୍ଗାରୁ କୋର୍ଟ କରି ଲକ୍ଷାଧିକ ଟଙ୍କାର ଜୁରୁମାନା କରିଥିଲେ। ଝିଅ ବିକୁଥିଲା ବୋଲି ମଦ ଅଭିଯୋଗ ଆସିଲା, ଆଉ ଝିଅକୁ ଅତ୍ୟାଚାର ସହି ନପାରି ବାପା ଶେଷରେ ଆତ୍ମହତ୍ୟା କଲା। ଇଏ ଦେଖୁଥିବେ, ଇଏ ହେଉଛି ସେଇ ବାପା, ଯେଉଁ ବାପା ଆଜି ଝିଅ ଉପରେ ଯେଉଁ ମାନସିକ ନିର୍ଯାତନା ଦିଆଗଲା ତାହାକୁ ସେ ସହି ନପାରି ଆତ୍ମହତ୍ୟା କରିଛନ୍ତି। ଗତକାଲି ସେ ରାତିରେ ବିଷ ଖାଇ ଦେଇଥିଲେ, ଆଉ ଆଜି ତାଙ୍କର ମୃତ୍ୟୁ ଘଟିଛି। ଯେ ଯେଉଁ ଏଇ ଯେଉଁ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଚର୍ଦିଆ ଗାଁରେ। ତେବେ ଏଇ ଯେଉଁ ଯିଏ ମୃତକ ଅଛନ୍ତି ତାଙ୍କର ପୁଅ ମଧ୍ୟ ପାଖରେ ଅଛନ୍ତି, ଏସବୁ ଆଲିଗେସନ୍ ଆଣିଛନ୍ତି ସିଏ। ଆମେ ତାଙ୍କ ସହିତ ବିସ୍ତୃତ ଆଲୋଚନା କରିବା ଯେ କାହିଁକି ଏତେ ବଡ଼ ଘଟଣା ଘଟିଲା, ଆଉ କାହିଁକି ତାଙ୍କ ବାପା ଶେଷରେ ଏତେ ବଡ଼ ଚରମ ନିଷ୍ପତ୍ତି ନେବାକୁ ଗଲା, କ'ଣ କାହିଁକି ଘଟଣା ଏମିତି ହେଲା, କ'ଣ ଟିକେ କହିଲେ? ନା କିଛି ନାହିଁ, 2 ଦିନ ପୂର୍ବରୁ ଆସିଥିଲେ ମଦ ବେପାର ବନ୍ଦ କରିବା ପାଇଁ ମହିଳା ସମିତିମାନେ। ସେଥିପାଇଁ ଆମ ଚର୍ଦିଆ ପଞ୍ଚାୟତରେ 5ଟା ବେପାରୀ ଅଛନ୍ତି, ସେଥିପାଇଁ ସମିତି କୁହାଯାଇକି ଘର ଫର ଭାଙ୍ଗି ଭୁଙ୍ଗି ସମେତ ମହିଳା ମଣ୍ଡପମାନେ ଭାଙ୍ଗି ଭୁଙ୍ଗି ଗୋଟିଏ ୱାରିଂ ଦେଇକି 1-2 ଦିନ ପୂର୍ବରୁ ଯାଇଥିଲେ। ଆମେ ବି ସେଥିପାଇଁ ରାଜି ଥିଲୁ। 2 ଦିନ ପୂର୍ବରୁ ମଦ ଫଦ ବେପାର, 4 ଦିନ ପୂର୍ବରୁ ମଦ ଫଦ ବେପାର ହେଉନଥିଲା ଯୋଗୁଁ ପୁଣି କାଲି ରାତିର ସନ୍ଧ୍ୟାବେଳେ ଆସି କାହା ଘରକୁ 5ଟା ବେପାରୀ ହେଉଛି, 5ଟା ବେପାରୀ ନ ଯାଇକି ପ୍ରଥମ ଆଟାକ୍ କଲେ ଆମ ଘରକୁ। ଆଟାକ୍ କରିକି ମୁଁ ତ ଟିକେ ବାହାରିଥିଲି, ସେଠୁ ଆସି ଦେଖିନି ଲୋକ ଘର ଆଗରେ ତ କାଣ୍ଡି ହେଇଛନ୍ତି। ମୁଁ ସେଠୁ ଗାଡ଼ି ରଖିକି ଠିଆ ନେଲେ, ଠିଆ ହେଇକି ପଚାରି କରୁଛି। ମୁଁ କହିନି, ଆରେ ଭାଇ କ'ଣ ହେଇଛି ରୁହ ନା। ମୋ ଦେଇକି ସେ ଟଣା ଘୁଷୁଡ଼ା କରି ମରାମରି କରୁଛନ୍ତି ମହିଳା ସମିତି ମାନେ। ଆଉ ମୋ ବୋଉକୁ ବି ମାରିକି କାଲି ମେଡ଼ିକାଲ ପଠାଇଦେଲେ। ମୋ ସାନ ଭାଇ ଗୋଟେ ନେଇକି ଆସିଲା ମେଡ଼ିକାଲ, ତାଙ୍କୁ ନେଇକି ଆସିଥିବାରୁ ମୁଁ ତାଙ୍କୁ ହାତ ଯୋଡ଼ି କହୁଛି, ଭାଇ ରୁହ ଘର ଦ୍ୱାର ଭାଙ୍ଗ ନା। ଆମ ଆଜବେଷ୍ଟ ଘରୁ ବାଡ଼େଇ ବୁଡ଼େଇ ଭାଙ୍ଗିକି ତାଙ୍କ ଯାଛାର। କିଏ ସବୁ ଭାଙ୍ଗିଲେ ମାନେ ପବ୍ଲିକ ମାନେ, ମହିଳା ସମିତି ତରଫରୁ ସେମାନେ ସିନା ପବ୍ଲିକ ଆସି ଭାଙ୍ଗିଲେ। ମହିଳା ସମିତି ତାଙ୍କୁ ହାତ ଦେଇଦେବାରୁ ସେମାନେ ସବୁ ପବ୍ଲିକ ଭାଙ୍ଗିଲେ। ମହିଳା ମଣ୍ଡପକୁ ହାତ ଯୋଡ଼ିକି ବି ମୁଁ ରିକ୍ୱେଷ୍ଟ ମାରିକି କହିନି, ମୁଁ ଭାଇ ତୁମେ ଭାଙ୍ଗ ନା, ଯାହା ହେଇଛି ଭୁଲ ହେଇଛି। ଦେଇ ଯଦି ଭୁଲ କରିଥିବ, ଆମର ତ ମଦ ବେପାର ହେଉନାହିଁ, ତୁମେ ମନା କରିକି ଯିବାରୁ ସେ ଖାଲି ବୋତଲଟାକୁ ଆଣିକି ମିକ୍ସର ଥୋଇ ଦେଇକି ଏମାନେ କହିଲେ ତୁମର ମଦ ବେପାର କରୁଛ। ସେଉଠୁ ମୋ ଦେଇକି କବାଟ ଦେଇକି ପଶି ଘରେ ପଶି ଯିବାରୁ ତଥାପି ତାକୁ ଟାଣିକି ନେଇ ଘରୁ ବାହାରକୁ ମାର୍କେଟକୁ ଗଲେ। ମାର୍କେଟକୁ ଯାଇକି କେବଳ ଖାଲି ମୋ ଦେଇକି ଧରିକି ନେଇକି ଯାଇକି ମାର୍କେଟ ମଝିରେ ବସେଇକି ଏତେ ଅପମାନ, ଏତେ ଲଜ୍ଜା, ସବୁ ଏତେ କାର୍ଯ୍ୟକ୍ରମ କରିଥିବାରୁ କ'ଣ କଲେ ସେ ଜାଗାରେ? ସେମାନେ କ'ଣ କଲେ ମାନେ 6ଟା ବେଳକୁ ନେଇକି ବସେଇଛନ୍ତି 11ଟା ପର୍ଯ୍ୟନ୍ତ। ତମେ ଗୋଟେ ନିଜେ ଚିନ୍ତା କର, 6ଟା ବେଳକୁ ବସେଇଛନ୍ତି 11ଟା ପର୍ଯ୍ୟନ୍ତ ବସେଇକି ତାଙ୍କୁ 1,00,000 ଟଙ୍କା ଜାମିନ କରୁଛନ୍ତି। 1,00,000 ଟଙ୍କା ଜାମିନ କରିବାରୁ ଜମାରୁ ଛାଡ଼ୁନାହାନ୍ତି। ଜମାରୁ ମୋ ବାପାକୁ ଡକେଇଲେ। 1,00,000 ଟଙ୍କା ଜୋରିମାନା କଲେ କ'ଣ ପାଇଁ? ନା ମଦ ବେପାର କରୁଥିବାରୁ ମହିଳା ସମିତି ମାନେ। ଯେପର୍ଯ୍ୟନ୍ତ ପୁଲିସ ବି ସେ କଥାକୁ ରିଆକ୍ସନ୍ ନେଉନି, ଆମର ଏଇ ମହିଳା ମଣ୍ଡପ ମାନେ ଏଇମାନେ କିଛିଟା ଅଛନ୍ତି ଆମ ଗାଁରେ ନେତାକୁତା ମାନେ ଅଛନ୍ତି, ସେଥିପାଇଁ ତାଙ୍କରି ମହିଳା ଯେ ଯେଉଁ 1,00,000 ଟଙ୍କା କଲା ପରେ କେତେ ଟଙ୍କା କ'ଣ ଦେବା ପାଇଁ ଫାଇନାଲ? ଫାଇନ୍ ନୁହେଁ, 1,00,000 ଟଙ୍କା କରିଥିବାରୁ ମହିଳା ମଣ୍ଡପ ସରପଞ୍ଚ ବାବୁ ଆସିଲେ। ସରପଞ୍ଚ ବାବୁ ଆସିଥିବାରୁ ସେଉଠୁ ସିଏ ଗୋଟେ ନିଷ୍ପତ୍ତି ନେଲେ, ଯାହା ହେଉଛି ହେଇଛି, ସେ ଗରିବ ଲୋକ ତାକୁ ଛାଡ଼ିଦିଅ କ'ଣ କର। ଆଉ ତାପରେ 10-30 ହଜାର ଟଙ୍କା ଫାଇନ୍ ଦେଲେ। ଫାଇନ୍ ଦେଇଥିବାରୁ ମୋ ବାପା ତାଙ୍କୁ ନେଇକି 10,000 ଟଙ୍କା ଦେଇଛନ୍ତି କାଲି ଆଡ଼ଭାନ୍ସ। ସେମାନେ ବି ଖାତାର ପତ୍ର ଲେଖିକି ସବୁ ରଖିଛନ୍ତି। ଆଉ 20,000 ଟଙ୍କା ଜାମିନ କରୁଛନ୍ତି। ଜାମିନ କରିଥିବାରୁ ସେଉଠୁ କାଲି ମୋ ଦେଇକି କାଲି 10,000 ଦେଇ ସାରିଲା ପୂର୍ବରୁ ସେମାନେ ସେଥିପାଇଁ ଛାଡ଼ିଲେ। ଆଉ ଯେଉଁ ଆମ ଦେଇକି ରଖିଥିଲେ, ଅଟକ ରଖିଥିଲେ। ଯଦି ପଇସା ଯଦି ନ ଦେଇଥାନ୍ତ ଜାଣିଥାନ୍ତ କାଲି ଆମକୁ ଛାଡ଼ି ନଥାନ୍ତେ। କିନ୍ତୁ ଆମର ବେପାର ହେଇନାହିଁ, ଖାଲି ବୋତଲ ଗୁଡ଼ାକୁ କାଲି ବି ସେ ଭିଡ଼ିଓ ସବୁ ଭାଇରାଲ ହେଇଛି, ଆପଣମାନେ ବି ଦେଖିପାରିବେ। ସେଥିରେ ମନ ଦୁଃଖ ନାହିଁ, ଖାଲି ବୋତଲ ଗୁଡ଼ା। ଯଦି ମଦ ବାହାରିଥାନ୍ତା, ମୋ ଦେଇକି ଏତେ ଅପମାନ ଦେଇଥାନ୍ତା, ମନ ଟିକେ ଦୁଃଖ ନଥାନ୍ତା। ମୋ ବାପା ଆଜି ନିରୀହ ଜୀବନ ସହିତ ଖେଳିକି ଲଢ଼ିକି ମୋ ବାପା ଜୀବନ ଚାଲିଗଲା। ବାପା କାହିଁକି ଏମିତି ନିଷ୍ପତ୍ତି ନେଲେ? ନିଷ୍ପତ୍ତି କ'ଣ ପାଇଁ ନେଲେ ନା, ମୋ ବାପା ମୋ ଦେଇ ମଦ ବେପାର କରୁଛି ମାନେ ଚର୍ଦିଆ ପଞ୍ଚାୟତର ମୋ ମହିଳା ସମିତି ମୋ ବାପାକୁ ନେଇକି ଟାଣିକି ଯେଉଁ ମାର୍କେଟ ମଝିରେ ଯେଉଁ ଏତେ ଅପମାନ କଲେ, ତାଙ୍କ ଆଙ୍ଗୁଳିରେ ଟିପ ନଗେଇକି ତାଙ୍କ ଆଙ୍ଗୁଳିରୁ ଟିପ ନେଇଛନ୍ତି। କ'ଣ ପାଇଁ? ମୋ କହିବା କଥା ନ୍ୟାୟ ଯେଉଁଟା ନ୍ୟାୟ, ଯେଉଁଟା ମୋ ଦେଇକି ଯଦି ଭୁଲ କରିଛି ମୋ ଦେଇକି ଶାସ୍ତି ଦେବ। ମୋ ବାପାକୁ ଡାକିକି ନେଇକି ମାର୍କେଟ ମଝିରେ ଯେଉଁ ଆଙ୍ଗୁଳି ଦେଇ ଟିପ ଦେଇକି ମୋ ବାପାକୁ ତାଙ୍କ ବନ୍ଧୁ ଆସିବା ଲୋକ ସବୁ ଲୋକ କ'ଣ କେତେ ଭାବିବେ, ସେଇ ପରିସ୍ଥିତିରୁ ମୋ ବାପା ଆଜି ଦୁଷ୍କର୍ମ କରିଲେ, ଆଜି ଆତ୍ମହତ୍ୟା କଲେ। ଆଜି ଏତିକି ମୁଁ ଅନୁରୋଧ କରି କହୁଛି, ବାବା ମହିଳା ମଣ୍ଡପମାନଙ୍କୁ ଏତେ ମୁଁ ହାତ ଯୋଡ଼ି ରିକ୍ୱେଷ୍ଟ କଲା ପରେ ବି ସେମାନେ ଆମ ଦୁଃଖ ଶୁଣିନାହାନ୍ତି। ସେଥିପାଇଁ ମୋ ବାପା ଆଜି ଆତ୍ମହତ୍ୟା କରିକି ତାଙ୍କ ଜୀବନ ହରାଇ ଦେଇଛନ୍ତି।
ସେଥିପାଇଁ ମୁଁ ନ୍ୟାୟ ମାଗୁଛି। ମୋତେ ସେ ମହିଳା ମଣ୍ଡପ ମାନେ ସେତିକି ବାଟ ମୁଁ ମାର୍କେଟରୁ ଟାଣି ନେଇକି ଆମ କତୁରୁ ଯେଉଁ ଦାବି କରିକି ଆମକୁ 10,000 ଲକ୍ଷେ ପାଖରୁ କଥାବାର୍ତ୍ତା କରିକି ଯେଉଁ 10,000 ଟଙ୍କା ନେଇଛନ୍ତି ଆମ କତୁରୁ, ଏଇ କଥା କ'ଣ ପୋଲିସକୁ ଜଣେଇଛ? ସବୁ ଏ ରିପୋର୍ଟ କତୁରୁ କେତେ ନ୍ୟୁଜ୍ ଆସିଲାଣି। ବାବା ମୁଁ ଏତିକି ନ୍ୟାୟ ମାଗୁଛି, କେଉଁ ନ୍ୟୁଜ୍ରୁ ଆମ ଭିଡ଼ିଓଟା ପଡ଼ିକି କେଉଁ ନ୍ୟୁଜ୍ରୁ ଆମ ନ୍ୟାୟଟା ମିଳୁଛି ଆମେ ଦେଖୁଛୁ। ସେତିକି ଦୟାକରି ତୁମକୁ ରିକ୍ୱେଷ୍ଟ ମାଗି ହାତ କରୁଛୁ। ତମେ ତାଙ୍କର କ'ଣ ହବ? ମୁଁ ତାଙ୍କର ଜଇଁ ହେବି। ହଁ, ସେ ଏଇ ଯୋଉ ଆସିଲେ, ଯେତେବେଳେ ଆସିଲେ ଏଇ ମାନେ ସେ କ'ଣ କହୁଥିଲେ, ଏଇ ସବୁ କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ? ଯୋଉଠି ଝିଅକୁ ଯୋଉଠି ବେଶ୍ୟା କତୁରୁ କହିଲା ଭଳିଆ ବେଦି ଛିଣ୍ଡାଳି କତୁରୁ ଯାହା ନାହିଁ ତା ଭାଷାର ଗାଳି ଗୁଲଜ କଲେ, ଅସଭ୍ୟ ଭାଷାର ଗାଳି ଗୁଲଜ କଲେ, ମହିଳାମାନେ ବି ଗାଳି ଦେଲେ। ତାପରେ ବି ପୁରୁଷମାନେ ବି ଯେଉଁ ଦେଖୁଥିଲେ ସେମାନେ ଗାଳି ଦେଉଛନ୍ତି, ସମସ୍ତେ ବି ଭିଡ଼ିଓ କରୁଛନ୍ତି। କାହାକୁ ନ ବାଧିବ? ବାପ ସିଏ କହିଲା ଭଳିଆ ଗୋଟେ ଛୁଆର କହିଲା ଭଳିଆ ଭଲ ଦେଖିବ ନା ଖରାପ ଦେଖିବ? ଯେତେବେଳେ ଏତେ ସବୁ କଥା ଶୁଣି ସାରିଲା ପରେ ବାପକୁ ବାରମ୍ବାର ଡକଉଛନ୍ତି, ବାପରୁ ସାଇନ୍ ନେଉଛନ୍ତି, ମୋର ବି ସାଇନ୍ ନେଇଛନ୍ତି। ପଇସା ନେଖିଲେ 1,00,000 ଟଙ୍କା ଦିଅ, ତୁରନ୍ତ ଦେନେ ଯାଇକି ଯିବ, ନହେଲେ ଘରେ ତାଲା ପକେଇକି ରଖିମୁ ହେଲା। ଏଇ ଯୋଉ ଘଟଣା କୋଉ ଦିନ ଘଟିଲା? କାଲି ରାତିରେ 6ଟା ବେଳୁ ଆରମ୍ଭ ହେଲା, ରାତି 11ଟା ଆମେ ତାଙ୍କୁ ନେଇକି ଆଇଲା ବେଳକୁ ଘର କତିକି 12ଟା ଥାନାରେ ଯୋଉ ଏଇ ଯୋଉ ଘଟଣା ହେଲା ସେଥିରେ ସବୁ କୋଉମାନେ ସବୁ, ସେ ତ ପଞ୍ଚାୟତର ସବୁ କିଏ ଥିବେ ନା କେଉଁମାନେ ଥିଲେ? ପଞ୍ଚାୟତରେ ଅଛନ୍ତି। ତାଙ୍କର ଗୋଟେ ଯୋଉ ଅଛନ୍ତି କିଏ କୁନ୍ଦିଦି କିଏ ଗୋଟେ ତାଙ୍କର ଅଛି ମେନ୍ ଲିଡର, ଯିଏ ମହିଳାର ମେନ୍ ଲିଡର ଗୋଟେ ଅଛି କୁନି। ଏବେ ଆପଣ କ'ଣ ଚାହୁଁଛନ୍ତି ସବୁ? ମୁଁ ଚାହୁଁଛି ମୋ ଶ୍ୱଶୁରକୁ ନ୍ୟାୟ ମିଳୁ। ଆଉ ଯେଉଁମାନେ ଏପାଇଁ କହିଲା ବେଳେ ଆଇନ ଅଛି, ଏମାନେ ଯେଉଁ ମହିଳା ମଣ୍ଡଳ ଏମାନେ ସବୁ ନେଇକି ହାତକୁ ପଇସା ଅସୁଲ କରିବା ଚକ୍କରର ସବୁ ରହିଛନ୍ତି। ହଁ, ପୋଲିସ ଆସିଥିଲେ, ତାଙ୍କର କ'ଣ ଇନଭେଷ୍ଟିଗେସନ୍ ତାଙ୍କର କ'ଣ କରିବା କଥା ତାଙ୍କର କରୁଛନ୍ତି। ଅନ୍ୟପଟରେ ଦେଖାଯାଏ ବାଂଶଡ଼ା ପୋଲିସ ମଧ୍ୟ ଯେଉଁ ଡେଡ୍ ବଡି ରହିଛି ତା ପାଖରେ ମଧ୍ୟ ପହଞ୍ଚି ଇନକ୍ୱେଷ୍ଟ ମଧ୍ୟ କରିଛନ୍ତି। ଏବେ ଶବ ବ୍ୟବଚ୍ଛେଦ ହେବ, ପରେ ସ୍ପଷ୍ଟ ଜଣାପଡ଼େ ଯେ ଘଟଣା କାହିଁକି ଘଟିଲା, ଏସବୁ ପଛରେ କ'ଣ ରହିଛି, ଯେ କାହିଁକି ଏତେ ବଡ଼ ଚରମ ନିଷ୍ପତ୍ତି ନେଲେ ଜଣେ ବାପା। ଘଟଣାରେ ଯେ ଭଙ୍ଗାରୁଚା କରିବା, କଙ୍ଗାରୁକୁଟ କରାଇବା ଯେଉଁ ଅପର ଗ୍ରୁପ୍ ଯେଉଁ ମହିଳା ସଦସ୍ୟମାନେ ଥିଲେ ତାଙ୍କର ମଧ୍ୟ ସେମାନେ ଯେ ଏଇ ପ୍ରତିକ୍ରିୟା ରଖିଛନ୍ତି। ନା ସେମିତି ନୁହଁ, ସମ୍ପୂର୍ଣ୍ଣ ଭାବରେ ସିଏ ଗୋଟେ ଭଡ଼ା ଘରେ ରହୁଥିଲା। ଯିଏ ମଦ ବିକ୍ରୟ କରୁଛି ଗେଲି, ତା ବାପା ଅଲଗା ରହୁଥିଲେ। ଯେତେବେଳେ ଆମେ ଯାଇଥିଲୁ ଖାଲି ମଦ ଏମିତି ଦେଖିବା ପାଇଁ ଖବର ପାଇକି, ଦେଖିଲା ବେଳକୁ ତାଙ୍କର ହେଉଛି ସେ ଗେଲି ଯେ ନିଜେ ଆସି ଆଟାକ୍ କରିଥିଲା ପ୍ରଥମେ। ଆଉ ଯିଏ ବି ଡେଥ୍ କରିଛନ୍ତି ଲମ୍ବୋଦର ପରିଡ଼ା, ସିଏ ନିଜେ ବି ଆଟାକ୍ କରିଥିଲା। ଆମର ମାମିନା ମାଝି ଜଣଙ୍କର ମୁଣ୍ଡ ଫଟେଇ ଦେଇଥିଲେ। ସେମିତି କିଛି ଉଦ୍ଦେଶ୍ୟ ନଥିଲା। ଯେହେତୁ ଆମ ଲୋକଙ୍କୁ ସେ ଆଟାକ୍ କରି ମୁଣ୍ଡ ଫଟେଇଲେ, ଆମେ ତାଙ୍କୁ ସରପଞ୍ଚ ପାଖକୁ ଆଣିଥିଲୁ କିଛି ନ୍ୟାୟ ପାଇଁ। ତାଙ୍କୁ ଆମେ ଶାସନ ମାନେ ଧରିକି ଆଣିଥିଲୁ, ଆଣିକି ବସେଇଥିଲୁ। କିଛି ତାଙ୍କୁ ଜୋରିମାନା ଆକାରରେ ଆମର ଯେ ଏମ୍ବିକେ ଅଛନ୍ତି ତାଙ୍କ ଉପରେ ଆମ ସମସ୍ତଙ୍କ ସହମତି କ୍ରମେ କହିଥିଲେ କିଛି ଆମେ ଫାଇନ୍ ଆକାରରେ ଆଦାୟ କଲେ କି ସେ ଟିକେ ଜରିବେ, ଡରିବେ, ଆଗକୁ ସେ ବେପାର କରିବେ ନାହିଁ। ଆଇନକୁ କାହିଁକି ହାତକୁ ନେଲେ? ଆପଣ ଜୋରିମାନା କରିବା ପାଇଁ କୋଉଠି ପ୍ରାବଧାନ ଅଛି? କାହିଁକି ଏଥିରୁ କଲେ? ସେମାନଙ୍କୁ ଆଇନକୁ ଆମେ କ'ଣ ଏଥିରେ ହାତରୁ ନେଲୁ? ଆମେ ତାଙ୍କୁ ବାରମ୍ବାର ଆଇଆଇସି ପାଖକୁ ଯାଇଛୁ, ଅବାକାରୀ ବିଭାଗକୁ ଜଣା ହେଲା ସତ୍ତ୍ୱେ, କଲେକ୍ଟରଙ୍କ ଅର୍ଡ଼ର ନେବା ସତ୍ତ୍ୱେ ସେମାନେ ଆମକୁ ବାରମ୍ବାର ହାରାସମେଣ୍ଟ କଲେ। ମଦ ବିକିବୁନି କହିଦେବେ, ପୁଣି ମଦ ବିକିବେ, ଖୁଲମଖୁଲା ବିକିଲେ। ସେଥିପାଇଁ ସବୁ ଆମ ପଞ୍ଚାୟତର 1,800 ମହିଳା ଯାଇଥିଲେ। ଆଜ୍ଞା, 1,800 ମହିଳା ଯାଇକି ଆମେ ବିରୋଧ କରିବା ପାଇଁ ଚେଷ୍ଟା କରିଥିଲୁ। ସେ ଆମକୁ ପାଲଟା ଆକ୍ରମଣ କରିଥିଲେ। ତେବେ ଏଇ ଘଟଣା ଆଗକୁ କି ମୋଡ଼ ନେଉଛି ଆଉ କେମିତି ଜଷ୍ଟିସ୍ ମିଳୁଛି ଦେଖିବାକୁ ବାକି ରହିଲା। ଭଦ୍ରକ ଚାନ୍ଦବାଲିରୁ କ୍ୟାମେରା ପର୍ସନ ସୂର୍ଯ୍ୟକାନ୍ତଙ୍କ ସହିତ ବାସୁଦେବ, ସମ୍ଭାବନା ଲାଇଭ୍।